नमस्कार दर्शक बंधु विजिट क्लब ओडियार अगणित दर्शक मानक शुभेच्छा जणाई विजिट क्लब ओडियार कैमरा आज चली जाउछि केन्दुझर सहर अभिमुखे। केन्दुझर सहर अंचल थिबा मनछुआ परिवेशर आकर्षणीय सौंदर्य भरपूर थिबा मनलोभा स्थानर बुकु उपरकू ଯେଉଁଠିକି କ୍ଷଣିକ ସମୟ ହଉ ପଛେ ଅପେରା ରାଇଜ ପରି ହଜେଇ ଦେବେ ନିଜ ମନ ମନ୍ଦିରର ହୃଦୟକୁ। ରଙ୍ଗ ବେରଙ୍ଗର ବୁଢ଼ିଆଣୀ ଚାଲ ମଧ୍ୟରେ ଛନ୍ଦି ହୋଇ ବାଟବଣା ହୋଇଯିବେ ଆଉ ଭୁଲିଯିବେ ନିଜ ବାହୁଡ଼ା ପଥର ଚିହ୍ନା ରାସ୍ତାକୁ। दर्शक बंधु सही एक स्थान केन्दुझर सहर निकटवर्ती बड़हल ठारे केन्दुझर गढ़ पौरपालिका द्वारा सृष्टि करा जाइछि बड़हल उद्यान। फूलर संभार सबुज रंगर नरम नरम घास गालीचा मन हृदय को किणी नेउथिबा बेले घास गालीचा उपरे बसी पड़िले गालीचारे लुटिबाकू इच्छा होइथाय। आउ सही घास गालीचारे थरे लोटी पड़िले केउ आडू जे निद आसी आखि दुई को बंद करी दिए ताहा केवल नरम घास गालीचारे लोटी पड़िथिबा लोक ही जानी पारिबो आउ अनुभव करिबो तार नरम घास गालीचार निदर पसरा। प्रकृति राणीर सबुज सेज भली चतुर्दिग सबुज अढणी रे खोड़ाई रखिछि बड़हल उद्यान को। केन्दुझर सहर को पशिबा पूर्वरु रास्ता कटे थिबा एही मनलोभा उद्यान को आपे आपे पाद दुईटी चली आसे फाटक सम्मुख को। सौंदर्यर गंताघर बसंतर मलय पवन एठारे प्रति ऋतुरे बहुथिबा जना जाइथाय। मन हृदय रे सिंहरण खेली जाई अबुझा मनटी बातुला होई बंदी होई रही जाए उद्यान मध्यरे। हृदय हृदस्पंदन आयत मध्यरे रहिथिबा बेले मन गहनर अबुच्छा मनरे लेखि दिए अनेक कविता। नील नील आखिर कोमल डला टाणी नहीं छाती भितर आंकी दिए केते केते छवि। सिंहरण बन्यारे भिजी जाउथिबा हृदय को फगुणर पुष्प गुच्छरे पछी देउथिबा बेले सिंहरणर दाबाग्नि बेले बेले कष्ट दिए हृदयर सही अबुच्छा स्पंदन को। दर्शक बंधु ए हेउछि केन्दुझर सहरर आउ एक मुख्य आकर्षणीय उद्यान बड़हल उद्यान। केन्दुझर गढ़ पौरपालिका द्वारा यह तैयारी करा जाइछि। आमद प्रमोद तथा बयसर जवनिका स्तर में पहुँचीथिबा व्यक्ति विशेष को एठारे समय अतिबाहित करिबा प्रकृत स्थान। सुंदर परिवेश शांत वातावरण रे दिन को अतिबाहित करिया पई आसिले खोड़िएटी ओड़िए होई जाए जना पड़े नहीं टिक टिक होई चलुथिबा घंटार बेग केते आउ जानी हुए नहीं सूर्यदेव केतेबेलू धरणी बक्षरू विदाय नहीं
ଅନ୍ଧାରକୁ ଆମ ନିକଟକୁ ଆଣି ସାରିଛନ୍ତି। ଏମିତି ଏକ ମନଛୁଆ ପରିବେଶ ଯେ କେବଳ ବୟସ୍କ ବ୍ୟକ୍ତି ପାଇଁ ଉଦ୍ଦିଷ୍ଟ ତାହା ନୁହଁ। ଯେ କେହି ଲୋକ ବି ଏଠାରେ ଆସି ନିଜ ନିଜ ସମୟକୁ ଅତିବାହିତ କରିଥାନ୍ତି। ଜୀବନ ଜଞ୍ଜାଳର ଚଲାପଥରେ ଚାଲି ଚାଲି ଥକି ପଡ଼ିଥିବା ପ୍ରତ୍ୟେକ ମଣିଷ ଏଠାରେ ଆସି ବିଶ୍ରାମ ନେବାରେ ଯେଉଁ ଆନନ୍ଦ ଥାଏ, ସେ ଆନନ୍ଦ ଆଉ କେଉଁ ସ୍ଥାନରେ ବି ମିଳିପାରିବ ନାହିଁ। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିଥାଏ ଏହି ବଡ଼ହଳ ଉଦ୍ୟାନ। ପ୍ରତିଦିନ ଅପରାହ୍ନର ଅନ୍ତିମ ପର୍ଯ୍ୟାୟରେ ସହରର ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସିଥାନ୍ତି ଶାନ୍ତ ପରିବେଶରେ ଘଡ଼ିଏ ସମୟ କାଟିବା ପାଇଁ। ଖୁବ୍ ଶାନ୍ତି ଆଉ ସୁସ୍ଥ ମସ୍ତିଷ୍କରେ ନିଜକୁ ହଜେଇ ଦେଇ ପୁଣି ଫେରିଯାଆନ୍ତି ନିଜ ଘର ଅଭିମୁଖେ। ଇନ୍ଦ୍ରଧନୁର ସପ୍ତ ରଙ୍ଗର ପରିବେଶ ସତେକି ଝିପିଝିପି ବର୍ଷାରେ ସୃଷ୍ଟି ହୋଇଥିବା ଆକାଶର ଇନ୍ଦ୍ରଧନୁ ମାଟି ଉପରକୁ ଚାଲି ଆସି ତାର ସମସ୍ତ ରଙ୍ଗକୁ ବିଛେଇ ଦେଇଛି। ସବୁଜ ଗହଳର ଘାସର ଗାଲିଚାକୁ ଅଧିକ ଆକର୍ଷିତ କରିବା ପାଇଁ ସତେକି ଆକାଶରୁ ଓହ୍ଲାଇ ଆସି ମାଟି ଉପରେ ତାର କାୟା ବିସ୍ତାର କରିଦେଇଛି। ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ମନ ଭିତରେ। ଉଦ୍ୟାନ ମଧ୍ୟରେ ନିର୍ମାଣ କରାଯାଇଥିବା ବିଶ୍ରାମସ୍ଥଳୀ ଉଦ୍ୟାନର ମଧ୍ୟଭାଗରେ ଖୁବ୍ ଶୋଭାବର୍ଦ୍ଧନ କରୁଥାଏ। ଉଦ୍ୟାନକୁ ପର୍ଯ୍ୟଟକ ମଧ୍ୟ ଖୁବ୍ ଆଗ୍ରହ ସହକାରେ ଯାଇ ବିଶ୍ରାମସ୍ଥଳୀରେ ସମୟ କାଟିଥାନ୍ତି। ଉଦ୍ୟାନର ଚଲାପଥ ସିମେଣ୍ଟ ଇଟାରେ ବିଛେଇ ଦେଇ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହେଉଥିବା ବେଳେ ଉଦ୍ୟାନ ଭିତରେ ଥିବା ଭିନ୍ନ ଭିନ୍ନ ପ୍ରକାରର ଗଛ ଆଖିକୁ ଆକୃଷ୍ଟ କରିଦେଇଥାଏ। ନରମ ଘାସ ଗାଲିଚାର କଅଁଳ ପରଶରେ ନିଜକୁ ହଜେଇ ଦେଇଥିବା ଫୁଲଗଛ ସମୂହ ସତେ ଅବା ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି। ପର୍ଯ୍ୟଟକଙ୍କ ଅପେକ୍ଷାରେ ଚାତକ ପକ୍ଷୀ ପରି ଚାହିଁ ରହିଥିବା ଉଦ୍ୟାନର ବୃକ୍ଷ ସମୂହ ସତେ ଅବା ପର୍ଯ୍ୟଟକଙ୍କ ବିନା ନିରାଶ ହୋଇଯାଉଛନ୍ତି। ଗଛରେ ଫୁଟିଥିବା ଟିକି ଫୁଲ ଯେମିତି ସ୍ପର୍ଶ ନ ପାଇ ଦୁଃଖର ଦରିଆ ଭିତରେ ବୁଡ଼ି ରହିଛନ୍ତି। ହୃଦୟକୁ ଜିତିଲା ପରି ମନଲୋଭା ପରିବେଶରେ ଘଡ଼ିଏ ମୁହୂର୍ତ୍ତ ସମୟ କାଟିବା ଯେ କେତେ ଆନନ୍ଦପୂର୍ଣ୍ଣ ତାହା କେବଳ ଅନୁଭବୀ ହିଁ ଜାଣିପାରିଥାଏ। ଉଦ୍ୟାନ ଭିତରକୁ ପଶିଲା ମାତ୍ରେ ସାରା ଶରୀରରେ ଭିନ୍ନ ଏକ ଶିହରଣ ସୃଷ୍ଟି ହୋଇଯାଇଥାଏ। ସ୍ୱର୍ଗର ପାରିଜାତ ଫୁଲର ଗହଣରେ ସତେ ଅବା ଯୋଡ଼ି ହୋଇଯାଇଛି ଫଗୁଣ ରାଣୀର ଫୁଲରାଣୀ ଖେଳ। ସୁସୁ ପବନର ଫୁଲର ଦୋଳିରେ ଝୁଲି ଝୁଲି ଫଗୁଣ ରାଣୀ ଆସି ଆମ ହାତ ଧରି ଟାଣି ନେଇଯାଉଛି ଫୁଲ ସବାରିରେ ବସାଇବା ପାଇଁ। ମନ ପବନ ଦୋଳିରେ ଝୁଲି ଝୁଲି ବସନ୍ତର ମଳୟ ପବନର ନିଶାରେ ପାଗଳ ହୋଇ ଛଳମୟ ଦୁନିଆକୁ ଭୁଲି ଯାଇ ହଜି ଯାଆନ୍ତି ଝିଲମିଲ କରୁଥିବା ରଙ୍ଗୀନ ଦୁନିଆରେ।
କେବଳ ଯେ ବୟସ୍କ ଆଉ ଯୁବ ବୟସର ବ୍ୟକ୍ତି ବିଶେଷଙ୍କୁ ଯେ ଏହି ଉଦ୍ୟାନ ଉଦ୍ଦିଷ୍ଟ ତାହା ନୁହଁ। ଛୋଟ ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ଏହି ଉଦ୍ୟାନ ଅତି ଆବଶ୍ୟକୀୟ, କାରଣ ଏହି ଉଦ୍ୟାନ ମଧ୍ୟରେ ରହିଛି ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଦୋଳିର ପସରା, ଯେଉଁ ଦୋଳିରେ ଛୋଟ ପିଲାମାନେ ଖେଳି ଖୁବ୍ ଆନନ୍ଦ ଅନୁଭବ କରିଥାନ୍ତି। ଦୋଳି ସହିତ ଅନେକ ଖେଳ ସାମଗ୍ରୀ ଏଠାରେ ରହିଥିବାରୁ ନିଜ ଇଚ୍ଛା ମୁତାବକ ଖେଳ ଖେଳିବାର ସୁଯୋଗ ପାଇଥାନ୍ତି ଛୋଟ ଛୋଟ ପିଲାମାନେ। ଅନେକ ବାପା ମା ମଧ୍ୟ ପିଲାମାନଙ୍କୁ ଖେଳର ମଜା ଦେବା ପାଇଁ ଏହି ଉଦ୍ୟାନକୁ ନିଜ ପିଲାମାନଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି, ଆଉ ପିଲାମାନେ ମଧ୍ୟ ଖୁବ୍ ଉତ୍ସାହ ସହିତ ଦୋଳିର ମଜା ନେଉଥାନ୍ତି। ଦର୍ଶକ ବନ୍ଧୁ, କିଛି ମୁହୂର୍ତ୍ତର ସମୟ ମଧ୍ୟରେ ନରମ ସବୁଜ ଘାସ ଗାଲିଚା ସହିତ ରଙ୍ଗୀନ ଫୁଲ ଗହଣ ଭିତରେ ରହିବା ସମୟ ଏବେ ଅତିବାହିତ ହୋଇଯାଇଛି। ସମୟ ସୂଚନା ଦେଇ ସାରିଲାଣି ଘର ବାହୁଡ଼ା ପାଇଁ। କିନ୍ତୁ ଦର୍ଶକ ବନ୍ଧୁ, କେନ୍ଦୁଝର ବଡ଼ଠାରେ ରହିଥିବା ଏହି ମନୋଲୋଭା ଉଦ୍ୟାନକୁ ଯେମିତି ଭୁଲି ନ ଯାଆନ୍ତି। ସମୟ ବାହାର କରି ନିଶ୍ଚୟ ଏ ଉଦ୍ୟାନକୁ ସମୟ କାଟିବା ପାଇଁ ଆସିବେ। ହଁ ଦର୍ଶକ ବନ୍ଧୁ, ଅନ୍ତିମ ବେଳର ବିଦାୟ ସମୟ ଛାଡ଼ି ଯିବାକୁ ଇଚ୍ଛା ହେଉନଥିଲେ ମଧ୍ୟ ଭିଜିଟ୍ କ୍ଲବ୍ ଓଡ଼ିଆ ତାର କ୍ୟାମେରାକୁ ବର୍ତ୍ତମାନ ପାଇଁ ଆପଣଙ୍କ ମାନଙ୍କ ପାଖରୁ ବିଦାୟ ନେଉଛି। ରହୁଛି। ବାଇ ବାଇ।